ଆଜି ଭଳି ପବିତ୍ର ରଥଯାତ୍ରାରେ ପୁରୀରେ ପୁଣି ଥରେ ଘଟିଛି ବହୁତ ବଡ଼ ଅଘଟଣ। ଆମିଷ ଖାଇ ରଥ ଟାଣିବା ସମୟରେ ଦେଖିବାକୁ ମିଳିଛି ଏପରି ହୃଦୟ ବିଦାରକ ଦୃଶ୍ୟ। ହଁ ବନ୍ଧୁମାନେ, ଏହି ଭୟାନକ ଘଟଣା ଜାଣିବା ପୂର୍ବରୁ ଆପଣ ଯଦି ମହାପ୍ରଭୁଙ୍କର ଭକ୍ତ ହୋଇଥିବେ, ପ୍ରଭୁ ଜଗନ୍ନାଥଙ୍କୁ ଆରାଧ୍ୟ ବୋଲି ମାନୁଥିବେ, ତେବେ ଦୟାକରି କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ଚିଲିକା ବାଲୁଗାଁ ଅଞ୍ଚଳର ଗଙ୍ଗାଧର ବେହେରା, ଯାହାଙ୍କ ବୟସ ମାତ୍ର 35 ବର୍ଷ, ଜାତିରେ ସେ ଜଣେ ଧୀବର ହୋଇଥିବାରୁ ମାଛ ମାରି ପେଟ ପୋଷନ୍ତି। ତଥାପି ସେ ଜଣେ ମହାପ୍ରଭୁଙ୍କର ପରମ ଭକ୍ତ। ପ୍ରଭୁ ଜଗନ୍ନାଥଙ୍କୁ ସେ ଭାରି ଭଲ ପାଆନ୍ତି। ଆଉ ସେ ସବୁବେଳେ ମହାପ୍ରଭୁଙ୍କୁ କୁହନ୍ତି, ହେ ଠାକୁରେ, ଏ ଛୋଟ ଛୋଟ ଜୀବ ମାରିବାକୁ ମୋର ଜମାରୁ ବି ଇଚ୍ଛା ନାହିଁ, ହେଲେ କ'ଣ ବା ଆଉ କରିପାରିବି, ପେଟ ପାଟଣା ପାଇଁ ମୋତେ ଏସବୁ କରିବାକୁ ପଡ଼ୁଛି। ହେ ଠାକୁରେ, ମୋର ଗୋଟିଏ ଗୁହାରି ତୁମ ପାଖରେ, ମୋତେ ଗୋଟିଏ ଭଲ କାମଟିଏ ଦିଅନ୍ତନି, ଯାହାଫଳରେ ମୁଁ ଏ ମାଛ ମରା କାମ ଛାଡ଼ି ଦିଅନ୍ତି। ଏଇ ଗୋଟିଏ କଥା ସବୁବେଳେ ଗୁହାରି କରି କୁହନ୍ତି ଜଗନ୍ନାଥଙ୍କୁ। ଏମିତି ପୂର୍ବ ବର୍ଷ ରଥଯାତ୍ରା ଦିନ ଗଙ୍ଗାଧର ବାବୁ ଓ ତାଙ୍କର ଏକ ବନ୍ଧୁ ପୁରୀ ଆସିବେ ବୋଲି ମନସ୍ଥ କଲେ। ଆଉ ସେଦିନ ସକାଳୁ ସକାଳୁ ଗାଧୁଆ ପାଧୁଆ ସାରି ବସ୍ ଷ୍ଟାଣ୍ଡକୁ ଗଲେ। ଆଉ ବସ୍ରେ ବସି ପଡ଼ିଲେ ପୁରୀ ଅଭିମୁଖେ। ବସ୍ରେ ବସିପଡ଼ି ଦୁହେଁ ପ୍ରଭୁଙ୍କ ରଥଯାତ୍ରା ବିଷୟରେ କଥାବାର୍ତ୍ତା ହେବାକୁ ଲାଗିଲେ। ଏମିତି ବସ୍ଟି କିଛି ବାଟ ଯିବା ଭିତରେ ଗଙ୍ଗାଧର ବାବୁ ତାଙ୍କ ସାଙ୍ଗକୁ କହିବାକୁ ଲାଗିଲେ, ଆରେ ସାଙ୍ଗ, ଆଜି କ'ଣ ବାଟ ସରିବନି ନା କ'ଣ? ଗାଡ଼ିଟି କାହିଁକି ଆଜି ବହୁତ ଧୀରେ ଚାଲୁଛି କେଜାଣି? ମୁଁ କିଛି ବୁଝିପାରୁନି। ଏମିତି ବାଟସାରା ପାଗଳ ଭଳି ଗପି ଚାଲୁଥିଲେ ମହାପ୍ରଭୁଙ୍କ ବିଷୟରେ। ଶେଷରେ ସମୟର ଅନ୍ତ ଘଟିଲା। ଆଉ ସେମାନେ ଆସି ପୁରୀ ବଡ଼ଦାଣ୍ଡରେ ପହଞ୍ଚିଲେ। ସେତେବେଳକୁ ସମୟ ପାଖାପାଖି ଦିନ 10ଟା ହୋଇଥାଏ। ସେଉଠୁ ଗଙ୍ଗାଧର ବାବୁ ପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଦେଖି ଆଖିରୁ 2 ଠୋପା ଲୁହ ଝରାଇ ଦେଇ କହିବାକୁ ଲାଗିଲେ, ହେ ଚକାନୟନ, ମୁଁ ଆଜି ଧନ୍ୟ ହୋଇଗଲି ପ୍ରଭୁ, ମୁଁ ଆଜି ଧନ୍ୟ ହୋଇଗଲି। କାହିଁ କେତେ ଦିନୁ ତୁମକୁ ମୁଁ ଏପରି ମନଲୋଭା ରୂପରେ ଦେଖିନଥିଲି ପ୍ରଭୁ, ତୁମକୁ ଦେଖିନଥିଲି। ଯାହା ହେଉ, ତୁମକୁ ଆଖି ପୁରେଇ ଦେଖିନେଲି, ମୋର ସବୁ ଭୋକ ଶୋଷ କୁଆଡ଼େ ଉଭେଇଗଲା। ଏମିତି ସବୁ କହି 3 ରଥକୁ ମୁଣ୍ଡିଆ ମାରି ବଡ଼ଦାଣ୍ଡରେ ଦିଆଯାଉଥିବା ପ୍ରଭୁଙ୍କ ପ୍ରସାଦ ପାଇଲେ। ଆଉ ରଥ ଟଣା ସମୟକୁ ଅପେକ୍ଷା କଲେ। ଏମିତି କିଛି ସମୟ ଭିତରେ ରଥ ଟଣା କାର୍ଯ୍ୟ ଆରମ୍ଭ ହେଲା। ସେଉଠୁ ଗଙ୍ଗାଧର ବାବୁ ଓ ତାଙ୍କ ସାଙ୍ଗ ବହୁତ ଖୁସିରେ ରଥ ଦଉଡ଼ି ଟାଣିବାକୁ ସେ ଭିଡ଼ ଭିତରେ ପଶିଗଲେ। ହେଲେ କିଏ ଜାଣିଥିଲା ଏମିତି ଏକ ବଡ଼ ଅଘଟଣ ଘଟିଯିବ ବୋଲି। ଏମିତି ସେ ଜନଗହଳି ଭିତରେ ଗଙ୍ଗାଧର ବାବୁ ତଳେ ପଡ଼ି ବେହୋସ ହୋଇଗଲେ। ସେଉଠୁ ତାଙ୍କ ସାଙ୍ଗ ଗଙ୍ଗାଧର ବାବୁଙ୍କୁ ଦାଣ୍ଡର ଏକ କଡ଼କୁ ନେଇ ଆସିଲେ। ଲୋକଟିର ଏମିତି ଅବସ୍ଥା ଦେଖି ଭକ୍ତମାନେ ସେଠାରେ ରୁଣ୍ଡ ହୋଇଗଲେ। ଆଉ ଚାରିଆଡ଼େ ଚହଳ ପଡ଼ିଗଲା। କିଛି ଲୋକ ଆମ୍ବୁଲାନ୍ସ ଡାକିବାକୁ ବାହାରି ପଡ଼ିଲେ। ଆଉ କିଛି ଲୋକ ମହାପ୍ରଭୁଙ୍କୁ କହିବାକୁ ଲାଗିଲେ, ହେ ଠାକୁରେ, ଏତେ ବଡ଼ ଦିନଟାରେ ତୋ ଭକ୍ତର କ'ଣ ଜୀବନ ଚାଲିଯିବ? ତୁ କ'ଣ ତୋ ଭକ୍ତକୁ ଏମିତି ଅବସ୍ଥାରେ ଦେଖିପାରୁଛୁ? ହେ ଅନାଥର ନାଥ, ହେ ଅନ୍ଧର ଲହୁଡ଼ି, ତୋ ଭକ୍ତକୁ ରକ୍ଷା କର ପ୍ରଭୁ, ତୋ ଭକ୍ତକୁ ରକ୍ଷା କର, ନହେଲେ ସାରା ସଂସାର ଆଗରେ ତୁ ଆଜି ଦୋଷୀ ହୋଇଯିବୁ ଠାକୁରେ, ତୁ ଆଜି ଦୋଷୀ ହୋଇଯିବୁ। ଏତିକି ଲୋକମାନେ କହିଛନ୍ତି। ହଠାତ୍ 2ଟି ବ୍ରାହ୍ମଣ ଆସି ତାଙ୍କ ମୁହଁରେ ତୁଳସୀ ପାଣି ଟିକେ ଛିଞ୍ଚିଦେଲେ। ଆଉ ଗଙ୍ଗାଧର ବାବୁ ଧୀରେ ଧୀରେ ଆଖି ଖୋଲିବାକୁ ଲାଗିଲେ। ଏପରି ଦୃଶ୍ୟକୁ ଦେଖି ଲୋକମାନେ କହିବାକୁ ଲାଗିଲେ,
ଆରେ ଆମେମାନେ ତ କେତେଥର ପାଣି ଛିଞ୍ଚି ସାରିଥିଲେ, ହେଲେ ଜମା ବି ହୋସ୍ ଆସୁନଥିଲା। କିନ୍ତୁ ଏବେ ଏପରି ଚମତ୍କାର କିପରି ହେଲା? ସେଉଠୁ ଆପେ ଆପେ ସମସ୍ତେ ବୁଝିଗଲେ ସେ ଦୁଇ ଜଣ ଆଉ କେହି ନଥିଲେ, ସେ ବଡ଼ ଠାକୁର ଦୁଇ ଭାଇ ଥିଲେ। ସତରେ ଭକ୍ତଟିର ଆଖିରୁ ଟୋପାଏ ଲୁହ ଝରିଲେ ମୋ ପ୍ରଭୁ ଛାତିରେ ଗାର ପଡ଼ିଯାଏ। ଯେପରି ପିଲାର କିଛି ଅସୁବିଧା ହେଲେ ବାପର ଛାତିଟି ଫାଟିଯାଏ, ସେହିପରି ତା ଭକ୍ତର କିଛି ଅସୁବିଧା ହେଲେ ତା ଛାତିଟି ମଧ୍ୟ ଫାଟିଯାଏ। ସତରେ ବନ୍ଧୁମାନେ, କିଏ ବୁଝିବ ବା ତା ଲୀଳାକୁ? ସେ ତ ଗରିବର ସାଥୀ, ସେ ତ ଭକ୍ତ ପ୍ରେମୀ ପାଗଳ। ସେଥିପାଇଁ ବର୍ଷକେ ଥରେ ମୁକ୍ତ ଭାବରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦେଖିବା ପାଇଁ ରତ୍ନ ସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ଧାଇଁ ଆସନ୍ତି। ଭକତଟିଏ ଯେମିତି ତାଙ୍କୁ ଦେଖିବା ପାଇଁ ପାଗଳ, ସେମିତି ସେ କଳା ଠାକୁର ଭକତକୁ ଦେଖିବା ପାଇଁ ପାଗଳ। ସତରେ ଆହା କି ଲୀଳା ମହାପ୍ରଭୁଙ୍କର, ଆହା କି ଚମତ୍କାର! ଏମିତି ମନେ ହେଉଛି ତାରି ମୁହଁକୁ ଚାହିଁ ଚାହିଁ ଆମର ଏ ବାକି ଜୀବନଟା କଟିଯାଉ, ଆଉ ଆମେ ତାରି ପାଖକୁ ସବୁ ଚାଲିଯାଏ। ହଁ ବନ୍ଧୁମାନେ, ଆଜି ଭଳି ରଥଯାତ୍ରାରେ ମୁଁ ଆପଣଙ୍କୁ ଗୋଟିଏ ଜିନିଷ ମାଗିବି। ଯଦି ସତରେ ଆପଣ ମହାପ୍ରଭୁଙ୍କୁ ଇଷ୍ଟ ଦେବତା ବୋଲି ମାନନ୍ତି, ତେବେ ମୁଁ ହାତ ଯୋଡ଼ି ଅନୁରୋଧ କରୁଛି, ମହାପ୍ରଭୁଙ୍କ ମୁହଁକୁ ଚାହିଁ ଦୟାକରି କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ।